ନମ୍ବର 1 ଏହି ଦିନ ମିଳିବ ପିଏମ୍ କିଷାନର 22ତମ କିସ୍ତି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ 13 ତାରିଖରେ ଆସାମ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଚାଷୀଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ପଠାଇବେ। କାର୍ଯ୍ୟକ୍ରମର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କୋକ୍ରାଝାରର ଗସ୍ତ କରିବେ ଏବଂ ତାପରେ ଗୌହାଟୀରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ। ତଥାପି ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଯେ ଟଙ୍କା କୋକ୍ରାଝାରରୁ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ କି ଗୌହାଟୀରୁ। ନମ୍ବର 2 ଆଜିର ସୁନା ଦର ପୁଣି ବଢ଼ିଲା। ସୁନା ସ୍ଥିର ରହିଛି। ରୂପା ଦାମ ଜାଣନ୍ତୁ ଆଜିର ମୂଲ୍ୟ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନା 1,63,300 ଟଙ୍କା ରହିଛି। ସେହିପରି 22 କ୍ୟାରେଟର ସୁନା ଦର 1,49,700 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟର ସୁନାର ମୂଲ୍ୟ 10 ଗ୍ରାମ ପିଛା 1,63,330 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ସୁନାର ମୂଲ୍ୟ 1,49,700 ଟଙ୍କାକୁ ପହଞ୍ଚିଛି। ସେହିପରି ଅନ୍ୟ ରୂପେ ରୂପାର ମୂଲ୍ୟ କିଲୋ ପିଛା 2,90,000 ଟଙ୍କା ରହିଛି। ନମ୍ବର 3 ଯୁକ୍ତ 2 ପିଲାଙ୍କ ପାଇଁ ବଡ଼ ଖବର। ସିବିଏସ୍ଇ ଢାଞ୍ଚାରେ ଓଡ଼ିଶାରେ ହେବ +2 ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ୍। ସିବିଏସ୍ଇ ଢାଞ୍ଚାରେ ଓଡ଼ିଶାରେ ହେବ +2 ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ୍। ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥୀ ଚାହିଁଲେ ନିଜ ମାର୍କ ବଢ଼ାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ଫଳାଫଳର 60 ଦିନ ଭିତରେ ଇମ୍ପ୍ରୁଭମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରିଜଲ୍ଟ ମଧ୍ୟ ପ୍ରକାଶ ପାଇବ। ନମ୍ବର 4 ଆଜିର ପାଣିପାଗ। ରାଜ୍ୟରେ ତାପମାତ୍ରା ବୃଦ୍ଧି। ଆସନ୍ତା 24 ଘଣ୍ଟାରେ 4 ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଏବେଠୁ ଅସହ୍ୟ ହେଲାଣି ତାତି। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡ଼ାରେ 40 ଡିଗ୍ରୀ ମୁହାଁମୁହିଁ ତାପମାତ୍ରା। ଗତ 24 ଘଣ୍ଟାରେ 39 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ। ସେପଟେ ଦକ୍ଷିଣ ଝାରଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ 9 କିଲୋମିଟର ଉଚ୍ଚତାରେ ବ୍ୟାପି ରହିଛି। ଏହାରି ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ବୁଧବାର ମଧ୍ୟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିପାରେ। ନମ୍ବର 5 ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ ନେଇ 109 କେସ୍। ରାସନ କାର୍ଡଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର। ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। 75 ରାସନ ଡିଲରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର। ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି। ଏପଟେ ପେଟ୍ରୋଲ ପମ୍ପରୁ ଠକେଇ ନେଇ 3 ବର୍ଷରେ ସାମ୍ନାକୁ ଆସିଛି 109 କେସ୍। ପେଟ୍ରୋଲ ପମ୍ପରୁ 13 ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି। ଖାଲି କ'ଣ ପେଟ୍ରୋଲ ପମ୍ପରେ ଠକେଇ ହେଉଛି, ବଡ଼ ବଡ଼ ସୁନା ଦୋକାନରେ ବି ଓଜନ ମାପରେ ଗ୍ରାହକଙ୍କୁ ବେଧଡ଼କ ଠକେଇ ହେଉଛି। ନମ୍ବର 6 ବିଜେଡି ବିଧାୟକଙ୍କୁ ଭୁବନେଶ୍ୱର ଛାଡ଼ିବା ମନା। ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କଲେ ହୁଇପ୍। ମାର୍ଚ୍ଚ 13ରୁ 16 ଯାଏଁ ଭୁବନେଶ୍ୱର ନ ଛାଡ଼ିବା ପାଇଁ ହୁଇପ୍ ଜାରି। ଚତୁର୍ଥ ଆସନ ପାଇଁ ଶାସନ ବିଜେପି ଓ ଦୁଇ ବିରୋଧୀ ବିଜେଡି କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ନମ୍ବର 7 ରାଜ୍ୟରେ ଆଉ 4 ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ୍। 7 ଲକ୍ଷ ଭୋଟ ହିତାଧିକାରୀଙ୍କ ନାଁରେ ଲୁଟ୍ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ବି ହାତେଇଥିଲେ ରାସନ କାର୍ଡ। ନୂଆ ସରକାର ଇ-କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ। ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ଗତ 2 ବର୍ଷ ଭିତରେ 34,939 ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। 7,75,064 ଜଣ ମୃତକଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ 4 ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ୍। ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି। ନମ୍ବର 8 ହଟିବ କାଠ କୋଇଲା ଚୁଲା କଟକଣା। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଇନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟ ଏହାର ପ୍ରଭାବ ଧୀରେ ଧୀରେ ପରିଲକ୍ଷିତ ହେଲାଣି। ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ। ଏନେଇ ସୂଚନା ଦେଲେ ବିଏମ୍ସି ମେୟର ସୁଲୋଚନା ଦାସ। ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ।
ସନ୍ଧ୍ୟା ବୈଠକରେ ନିଯୁକ୍ତି ଚୂଡ଼ାନ୍ତ ନିଷ୍ପତ୍ତି ତୈଳ ଦର ବୃଦ୍ଧିଠାରୁ ଆରମ୍ଭ କରି ଗ୍ୟାସ୍ ସିଲିଣ୍ଡର ଯାଏଁ ସବୁ ସମସ୍ୟା ଦେଖାଦେଉଛି। ଏବେ ଗ୍ରାହକ ବୈଦ୍ୟୁତିକ ଉପକରଣ ମୁହାଁ ହେଉଛନ୍ତି। ଗ୍ୟାସ୍ ସଙ୍କଟ ଟଳିବା ପର୍ଯ୍ୟନ୍ତ ସାମୟିକ ଭାବେ କାଠ ଓ କୋଇଲା ଚୁଲି ଜାଳିବା ନେଇ ଅନୁମତି ଦେବ ବିଏମ୍ସି। ଗ୍ୟାସ୍ ସଙ୍କଟ ଯୋଗୁଁ ଗରିବ କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ପାଇଁ ରାଜଧାନୀରେ କାଠ ଓ କୋଇଲା ଚୁଲା ନେଇ ବାରଣ ସହ ଜାଳିଲେ ଫାଇନ ଆଦାୟ କରୁଥିଲା ବିଏମ୍ସି। ନମ୍ବର 9 ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ। ପ୍ରତି ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ପୁସ୍ତକ ମହୋତ୍ସବ। ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ। ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି। ବଜେଟ୍ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି। ଜିଲ୍ଲାସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି ଏସ୍ଓପି ପ୍ରସ୍ତୁତ ହେବ। ଏହି ଅନୁସାରେ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ହେବ। ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ଯଥେଷ୍ଟ ପୂର୍ବରୁ ଦିନ ଧାର୍ଯ୍ୟ ହେବ। ଅଧିକରୁ ଅଧିକ ଅଂଶଗ୍ରହଣ ଲାଗି ରାଜ୍ୟ ଭିତରେ ଏକ ରାଜ୍ୟ ବାହାରୁ ପ୍ରଶାସକମାନଙ୍କୁ ନିୟନ୍ତ୍ରଣ କରାଯିବ। ନମ୍ବର 10 କୋଭିଡ୍ ଟିକା ବାଷ୍ପ ପ୍ରତିକ୍ରିୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମିଳିବ କ୍ଷତିପୂରଣ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କରୋନା ଟିକାର ବାଷ୍ପ ପ୍ରତିକ୍ରିୟା ଯୋଗୁଁ ହୋଇଥିବା ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍-19 ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ି ଯାଇଥିଲା। ବହୁଦିନ ଧରି ଟିକାର ବାଷ୍ପ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଏକ ସମ୍ବେଦନଶୀଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି, ଯାହା ସିଧାସଳଖ ପ୍ରିୟଜନଙ୍କୁ ହରାଇଥିବା ସାଧାରଣ ନାଗରିକଙ୍କୁ ସହାୟତା ପ୍ରଦାନ କରିବ। ସୁପ୍ରିମକୋର୍ଟ ସରକାରଙ୍କୁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ଏବଂ ସମୟ ସମୟରେ ଟିକାକରଣ ବାଷ୍ପ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 11 ସାରା ଦେଶରେ ଏସ୍ମା ଲାଗୁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି। ଭାରତରେ ଏଲ୍‌ପିଜି ସିଲିଣ୍ଡର ସଙ୍କଟର ରିପୋର୍ଟ ଆସୁଛି। ଏହା ଭିତରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦେଶବ୍ୟାପୀ ଇଏସ୍ଏମ୍ଏ ବା ପ୍ରାଥମିକ ସେବା ରକ୍ଷଣାବେକ୍ଷଣ ଆଇନ ଲାଗୁ କରାଯାଇଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଗ୍ୟାସ୍ କମ୍ପାନୀଗୁଡ଼ିକୁ ପ୍ରାଥମିକତା କ୍ଷେତ୍ର ଅନୁଯାୟୀ ଗ୍ୟାସ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 12 ନୂତନ ଅମୃତ ଭାରତ ଟ୍ରେନ୍ କେନ୍ଦ୍ରର ଅନୁମୋଦନ। ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ। କେନ୍ଦ୍ର ସରକାର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲା ପତନୁର ଏବଂ ଝାଡ଼ଖଣ୍ଡର ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର 9ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ୍। ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯିବ। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ। ସେପଟେ ରାଜ୍ୟରେ ରେଳ ସଂଯୋଗୀକରଣର ଉଲ୍ଲେଖନୀୟ ଭାବରେ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ନମ୍ବର 13 ଆଇପିଏଲ୍ 2024 ପାଇଁ କାର୍ଯ୍ୟସୂଚୀ ଘୋଷଣା। ମାତ୍ର 15 ଦିନରେ ଖେଳାଯିବ 20 ମ୍ୟାଚ୍। କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ 2024ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବର୍ତ୍ତମାନ କେବଳ ପ୍ରଥମ ଦିନର ସୂଚୀ ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 28ରୁ ଏପ୍ରିଲ 12 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକର ବିବରଣୀ ସାମ୍ନାକୁ ଆସିଛି। ଆଇପିଏଲ୍ 2024ର ପ୍ରଥମ ମୁକାବିଲା ପାଇଁ ମାର୍ଚ୍ଚ 28 ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଦେଶର 4ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରିନାହିଁ। କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍‌ର ସୂଚୀ ଜାରି କରାଯିବ। ସୁରକ୍ଷା ଓ ବ୍ୟବସ୍ଥାକୁ ଆଖିରେ ରଖି ନିଷ୍ପତ୍ତି ନିଆଯାଇଛି। ନମ୍ବର 14 ଚନ୍ଦ୍ରଯାନ-4
ଓ ଚନ୍ଦ୍ରଯାନ-5କୁ ନେଇ ଆସିଲା ବଡ଼ ଖୁସି ଖବର। ଇସ୍ରୋ ଚିଫ୍ କଲେ ବଡ଼ ଘୋଷଣା। ଦେଶର ଆଗାମୀ ଚନ୍ଦ୍ର ମିଶନକୁ ନେଇ ଦ୍ୱିତୀୟ ଖୁସି ଖବର ସାମ୍ନାକୁ ଆସିଛି। ଭାରତ ଚନ୍ଦ୍ରଯାନ-4 ଅନୁସାରେ ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରି ତାକୁ ପୃଥିବୀକୁ ଆଣିବାର ଯୋଜନା କରୁଛି ଏବଂ ଏହି ଚନ୍ଦ୍ରଯାନ-5ରେ ଅଧିକ ଓଜନର ଲ୍ୟାଣ୍ଡ ରହିବ। ଏହାର ମିଶନ ଲାଇଫ୍ ଅଧିକ। ଏହି ସୂଚନା ଇସ୍ରୋ ଚେୟାରମ୍ୟାନ୍ ଭି ନାରାୟଣ ବୁଧବାର ଦେଇଛନ୍ତି। ନମ୍ବର 15 ଜଳ ସଂରକ୍ଷଣକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କହିବାକୁ ପଡ଼ିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଜଳ ମହୋତ୍ସବ 2024 କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଭାରତରେ ଜଳ କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ ବରଂ ଏହା ଆମର ସଂସ୍କୃତି, ପରମ୍ପରା, ଜୀବିକା ଏବଂ ସାମୂହିକ ଜୀବନ ସହିତ ଗଭୀର ଭାବରେ ଜଡ଼ିତ ବୋଲି ରାଷ୍ଟ୍ରପତି କହିଛନ୍ତି। ନମ୍ବର 16 ଓଏଚ୍ଆର୍ସି ଅଧ୍ୟକ୍ଷ ସଦସ୍ୟ ପଦ ପୂରଣ ପ୍ରକ୍ରିୟା ଜାରି। ହାଇକୋର୍ଟକୁ ସରକାର କଲେ ଅବଗତ। ଓଡ଼ିଶା ମାନ୍ୟବାଧିକାର କମିଶନର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ପାଇଁ ପ୍ରକ୍ରିୟା ଜାରି ରହିଛି। ଅଧ୍ୟକ୍ଷ ସଦସ୍ୟଙ୍କ ଚୟନ ପାଇଁ ଗୁରୁବାର ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ବସିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଆଜି ହାଇକୋର୍ଟକୁ ଅବଗତ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନ୍ୟବାଧିକାର କର୍ମୀ ଆଇନଜୀବୀ ପ୍ରବୀଣ କୁମାର ଦାସଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ କମିଶନରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରକ୍ରିୟା ସମ୍ପର୍କିତ ଗୋପନୀୟ ଦସ୍ତାବିଜ ବନ୍ଦ ଲଫାଫାରେ ଦାଖଲ କରାଯାଇଥିଲା। ଏହି ସହିତ ଗୁରୁବାର ଦିନ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ ବୋଲି ସରକାରଙ୍କ ତରଫରୁ ଦର୍ଶାଥିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇବାକୁ ନିବେଦନ କରାଯାଇଥିଲା। ନମ୍ବର 17 ରାମ ମନ୍ଦିରରେ ରୋଷେଇ ବନ୍ଦ, ଗ୍ୟାସ୍ ସଂକଟ, ପୁଲିସ ସୁରକ୍ଷାରେ ବଣ୍ଟାଗଲା ସିଲିଣ୍ଡର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଏଲ୍ପିଜି ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଗ୍ୟାସ୍କୁ ନେଇ ଜରୁରୀ ପରିସ୍ଥିତି ଦେଖାଦେଇଛି। ଲୋକମାନେ ଗ୍ୟାସ୍ ପାଇବାକୁ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଉତ୍ତରପ୍ରଦେଶରେ ବୁକିଂର 4 ଓ 5 ଦିନ ପରେ ମଧ୍ୟ ଗ୍ୟାସ୍ ମିଳୁନି। ଗୋରଖପୁର ସିଦ୍ଧାର୍ଥନଗରରେ ପୁଲିସ ଉପସ୍ଥିତିରେ ଲୋକମାନଙ୍କୁ ଗ୍ୟାସ୍ ସିଲିଣ୍ଡର ବଣ୍ଟାଯାଇଥିଲା। ନମ୍ବର 18 ଛିଡ଼ିଗଲା ପତିତପାବନ ବାନା। ପୁରୀରେ ବାନା ବନ୍ଧା ସମୟରେ ଦେଖିବାକୁ ମିଳିଛି ଏ ଦୃଶ୍ୟ। ବାନା ବାନ୍ଧୁ ବାନ୍ଧୁ ହଠାତ୍ ଛିଡ଼ିଗଲା ପତିତପାବନ ବାନା, ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବୀ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଆଜି ଅପରାହ୍ନରେ ଶ୍ରୀମନ୍ଦିର ଉପରେ ଚଢ଼ି ଚୂର୍ଣ୍ଣା ସେବକ ବାନା ବାନ୍ଧୁଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ଚୂର୍ଣ୍ଣା ସେବାୟତମାନେ ପୁନର୍ବାର ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ। ଏହା ପୂର୍ବରୁ ନିକଟ ଦିନରେ ନୀଳଚକ୍ରରେ ଚିଲ୍ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି। ନୀଳଚକ୍ରରେ ଚିଲ୍ ବସିବାକୁ ଅଶୁଭ ବୋଲି କୁହାଯାଏ। ଏପରି କ'ଣ ବଡ଼ ବିପତ୍ତି ଆସିବା ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଗତ 10 ଦିନ ଭିତରେ ଶ୍ରୀମନ୍ଦିର ନୀଳଚକ୍ରରେ 2 ଥର ଚିଲ୍ ବସିଥିଲା। ଏହାର ଦୃଶ୍ୟକୁ ବଡ଼ଦାଣ୍ଡରେ ଥିବା ଭକ୍ତମାନେ ନିଜର ମୋବାଇଲରେ କ୍ୱେଦ କରିଥିଲେ। ନମ୍ବର 19 ପ୍ରଥମ ଇଚ୍ଛା ମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି। ଦେଶରେ ପ୍ରଥମ ଇଚ୍ଛା ମୃତ୍ୟୁକୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ। 31 ବର୍ଷୀୟ ହରୀଶ ରାଣାଙ୍କ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ୍ ସପୋର୍ଟ ହଟାଇବାକୁ ଅନୁମତି। ଏଥିସହ ନିଷ୍କ୍ରିୟ ଇଚ୍ଛା ମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ ନିଷ୍ପତ୍ତି। ଦୀର୍ଘ 13 ବର୍ଷ ହେଲା କୋମାରେ ପଡ଼ି ଚିକିତ୍ସିତ ହେଉଛନ୍ତି ହରୀଶ। ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରୀଶ ରାଣା। 2013ରେ ଚତୁର୍ଥ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ହରୀଶ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗାଜିଆବାଦର 32 ବର୍ଷୀୟ ହରୀଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛା ମୃତ୍ୟୁ ପ୍ରଦାନ କରିଛନ୍ତି। ହରୀଶଙ୍କ ପିତା ତାଙ୍କ ପୁଅର ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଚାରପତି ଜେ.ବି. ପାର୍ଦିୱାଲା ଏବଂ କେ.ଭି. ବିଶ୍ୱନାଥଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ନମ୍ବର 20 ଯୁଦ୍ଧ ଭିତରେ ବାଂଲାଦେଶ ଭାରତକୁ ପଠାଇଲା, ଚମକି ପଡ଼ିଲା ପାକିସ୍ତାନ। ବାଂଲାଦେଶରେ ଏକ ବଡ଼ ରାଜନୈତିକ ପଟ ପରିବର୍ତ୍ତନ ପରେ ଦେଶ ଏବେ ପଡ଼ୋଶୀ ଭାରତ ସହିତ ଏହାର କୂଟନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ପୁନର୍ନିର୍ମାଣ କରିବାକୁ ଚେଷ୍ଟା କରୁଛି। ବିଏନପିର ସମ୍ଭାବ୍ୟ ଶକ୍ତି ଏବଂ ତାରିକ ରହମାନଙ୍କ ନେତୃତ୍ୱାଧୀନ ନୂତନ ସରକାର ଭାରତ ସହିତ ବିଶ୍ୱାସ ଅଭାବ ପୂରଣ କରିବା ପାଇଁ ସେମାନଙ୍କ ସବୁଠାରୁ ବିଶ୍ୱସ୍ତ ଅଧିକାରୀ ଏବଂ ଗୁପ୍ତଚର ମୁଖ୍ୟଙ୍କୁ ଦିଲ୍ଲୀ ପଠାଇଛନ୍ତି। ନମ୍ବର 21 ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନମ୍ବର 23 ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ 8,957 କୋଟି ଟଙ୍କାର ବଜେଟ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ପ୍ରମୁଖ ପଦକ୍ଷେପଗୁଡ଼ିକର ଉପସ୍ଥାପନା। ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମୁଖ୍ୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 2026-27 ଆର୍ଥିକ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଁ ମୋଟ 8,957 କୋଟି ଟଙ୍କାର ଏକ ବ୍ୟାପକ ବଜେଟ୍ ଘୋଷଣା କରିଛନ୍ତି।